ମାର୍ଚ୍ଚ 2026 ଓଡ଼ିଶାର ହଜାର ହଜାର ରୋଷେଇ ଘର ଆଜି ଏକ ଅଜଣା ଆତଙ୍କରେ ସ୍ତବ୍ଧ। ଯେଉଁ ସିଲିଣ୍ଡର ଦିନେ ସୁବିଧା ଓ ପ୍ରଗତିର ପ୍ରତୀକ ଥିଲା, ଆଜି ତାହା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଛି। ନିଆଁ ବିନା ଚୁଲି ଆଉ ଖାଦ୍ୟ ବିନା ଥାଳି। କାହିଁକି ଓଡ଼ିଶାରେ ଦେଖାଯାଇଛି ଏହି ମହାସଙ୍କଟ? ଏହି ସମସ୍ୟାର ଚେର ଓଡ଼ିଶାରେ ନୁହେଁ, ବରଂ ହଜାର ହଜାର କିଲୋମିଟର ଦୂର ପଶ୍ଚିମ ଏସିଆର ଯୁଦ୍ଧ କ୍ଷେତ୍ରରେ ରହିଛି। ଭାରତ ତା'ର ଆବଶ୍ୟକତା ଅନୁଯାୟୀ ପ୍ରାୟ 90% LPG ଏହି ଅଞ୍ଚଳରୁ ଆମଦାନୀ କରିଥାଏ। ସମୁଦ୍ର ପଥରେ ଯୁଦ୍ଧର କଳାବଜାର ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପାରାଦୀପ ଏବଂ ବାଲେଶ୍ୱର ଭଳି ପ୍ରମୁଖ ଗ୍ୟାସ୍ ଡିପୋଗୁଡ଼ିକରେ ଷ୍ଟକ୍ ସରି ସରି ଆସୁଛି। ଏହା କେବଳ ସାମୟିକ ଅଭାବ ନୁହେଁ, ବରଂ ଏହା ବିଶ୍ୱସ୍ତରୀୟ ସମସ୍ୟାର ପ୍ରଭାବ। ସହରର ବଡ଼ ବଡ଼ ହୋଟେଲ ଠାରୁ ଆରମ୍ଭ କରି ଗାଁର ଛୋଟ ଢାବା ପର୍ଯ୍ୟନ୍ତ ସବୁଠି ହାହାକାର। ବାଣିଜ୍ୟିକ ସିଲିଣ୍ଡର ଯୋଗାଣ ପ୍ରାପ୍ତ 90% କମିଯାଇଛି। ଫଳରେ ଖାଦ୍ୟର ଦାମ ଆକାଶ ଛୁଆଁ ହୋଇଛି। କିନ୍ତୁ ସବୁଠୁ ଦୁଃଖଦାୟକ ହେଉଛି ଗାଁ ଗହଳିର ଚିତ୍ର। ଉଜ୍ଜ୍ୱଳା ଯୋଜନାରେ ମିଳିଥିବା ଗ୍ୟାସ୍ ଚୁଲି ଆଜି କୋଣରେ ପଡ଼ି ଧୂଳି ଜମୁଛି। ମା ଭଉଣୀମାନେ ପୁଣି ଧୂମମୟ ମାଟି ଚୁଲିକୁ ଫେରିବାକୁ ବାଧ୍ୟ ହେଉଛନ୍ତି। ଏହି ସଙ୍କଟର ସମୟରେ ରାଜ୍ୟ ସରକାର ପ୍ରଶାସନକୁ ସଜାଗ କରିଛନ୍ତି। କଳାବାଜାରୀଙ୍କ ଉପରେ କଡ଼ା ନଜର ରଖାଯାଉଛି। ସରକାରଙ୍କ ବାର୍ତ୍ତା ସ୍ପଷ୍ଟ, ପ୍ୟାନିକ୍ ବୁକିଂ କରନ୍ତୁ ନାହିଁ। ଅନ୍ୟପଟେ ସହରାଞ୍ଚଳରେ ପାଇପ୍ ଗ୍ୟାସ୍ ବା PNG ସଂଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରାଯାଇଛି। ସଙ୍କଟ ହିଁ ଆମକୁ ନୂଆ ବିକଳ୍ପ ଖୋଜିବାକୁ ବାଧ୍ୟ କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜଣେ ସାଧାରଣ ନାଗରିକ ଭାବରେ ଆମକୁ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ପଡ଼ିବ, ଯେପରି ସମସ୍ୟା ଅଧିକ ଜଟିଳ ନ ହୁଏ। ଏଠାରେ କିଛି ଜରୁରୀ ପରାମର୍ଶ ଦିଆଯାଇଛି। ପ୍ରଥମ ହେଲା, ପ୍ୟାନିକ୍ ବୁକିଂ କରନ୍ତୁ ନାହିଁ। ସବୁଠାରୁ ବଡ଼ ସମସ୍ୟା ହେଉଛି ଭୟରେ ଆଗୁଆ ଗ୍ୟାସ୍ ବୁକ୍ କରିବା। ଯଦି ଆପଣଙ୍କ ପାଖରେ ଗୋଟିଏ ଭର୍ତ୍ତି ସିଲିଣ୍ଡର ଅଛି, ତେବେ ଅଯଥା ଆଉ ଏକ ସିଲିଣ୍ଡର ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ। ଏହାଦ୍ୱାରା ଯେଉଁମାନଙ୍କର ପ୍ରକୃତରେ ଗ୍ୟାସ୍ ସରିଯାଇଛି, ସେମାନେ ପାଇବାରେ ଅସୁବିଧା ହେଉଛି। ଦ୍ୱିତୀୟ ହେଲା, ବିକଳ୍ପ ଇନ୍ଧନର ସାମଗ୍ରୀ ବ୍ୟବହାର କରିବା, ଯେମିତି ଇଣ୍ଡକ୍ସନ୍ ଚୁଲା। ଯଦି ଆପଣଙ୍କ ଘରେ ବିଦ୍ୟୁତ୍ ସଂଯୋଗ ଅଛି, ତେବେ ଇଣ୍ଡକ୍ସନ୍ ବ୍ୟବହାର କରନ୍ତୁ। ଏହା LPG ତୁଳନାରେ ବର୍ତ୍ତମାନ ଅଧିକ ସୁବିଧାଜନକ। ରାଇସ୍ କୁକର ୟୁଜ୍ କରନ୍ତୁ। ଭାତ କିମ୍ବା ସିଝା ଜିନିଷ ପାଇଁ ଇଲେକ୍ଟ୍ରିକ୍ ରାଇସ୍ କୁକର ବ୍ୟବହାର କରନ୍ତୁ। ତୃତୀୟ ହେଲା, ଗ୍ୟାସ୍ ବଞ୍ଚାଇବା ପାଇଁ କିଛି ଟିପ୍ସ। ସବୁବେଳେ ପ୍ରେସର କୁକର ବ୍ୟବହାର କରନ୍ତୁ। ଏହା 20% ପର୍ଯ୍ୟନ୍ତ ଗ୍ୟାସ୍ ବଞ୍ଚାଇଥାଏ। ତାପରେ ହେଲା, ଢାଙ୍କୁଣୀ ଦେଇ ରୋଷେଇ କରନ୍ତୁ। ରୋଷେଇ ସମୟରେ ପାତ୍ରକୁ ଢାଙ୍କି ରଖନ୍ତୁ, ଯାହାଫଳରେ ଖାଦ୍ୟ ଶୀଘ୍ର ସିଝିଯିବ। ଏବଂ ସିମ୍ ଫ୍ଲେମ୍, ପାଣି ଫୁଟିବା ପରେ ଚୁଲିର ଆଞ୍ଚକୁ କମାଇ ଦିଅନ୍ତୁ। କଳାବଜାରୀ ପ୍ରତି ସଚେତନତା। ଯଦି କୌଣସି ଏଜେଣ୍ଟ ବା ବ୍ୟକ୍ତି ନିର୍ଦ୍ଧାରିତ ମୂଲ୍ୟଠାରୁ ଅଧିକ ଟଙ୍କା ମାଗୁଛନ୍ତି, ତେବେ ତାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ। ଏହିଭଳି କ୍ଷେତ୍ରରେ ଆପଣ 1906 LPG ହେଲ୍ପଲାଇନ୍ ନମ୍ବରରେ କିମ୍ବା ସ୍ଥାନୀୟ ଯୋଗାଣ ଅଧିକାରୀଙ୍କୁ ଅଭିଯୋଗ କରନ୍ତୁ। ଶେଷ ହେଲା, ସାଇବର ଠକେଇ ଠାରୁ ସାବଧାନ ରୁହନ୍ତୁ। ସଙ୍କଟର ସୁଯୋଗ ନେଇ କିଛି ଲୋକ ଗ୍ୟାସ୍ ବୁକିଂ ନାଁରେ ଆପଣଙ୍କୁ ଫୋନ୍ କରି OTP କିମ୍ବା ଟଙ୍କା ମାଗିପାରନ୍ତି। ମନେ ରଖନ୍ତୁ, କୌଣସି ସରକାରୀ ସଂସ୍ଥା ବା ଏଜେନ୍ସି ଫୋନ୍ରେ ପେମେଣ୍ଟ ମାଗନ୍ତି ନାହିଁ। ସବୁବେଳେ ଅଫିସିଆଲ ଆପ୍ ଯେମିତି ଇଣ୍ଡିଆନ୍ ଅଏଲ୍ ୱାନ୍ କିମ୍ବା BPCLର ବ୍ୟବହାର କରନ୍ତୁ। ଏବଂ ଯେତିକି ପର୍ଯ୍ୟନ୍ତ ଏହି ସଙ୍କଟ ଶେଷ ନ ହୋଇଛି, ସେତେବେଳ ପର୍ଯ୍ୟନ୍ତ ପ୍ୟାନିକ୍ ନ କରି ଆମେ ସମସ୍ତେ ମିଳିମିଶି ଏ ସଙ୍କଟରୁ ସାମ୍ନା କରିବା।